ଦଶମ ଶ୍ରେଣୀର ସାହିତ୍ୟର ଜାଗବନ୍ଧନ ହରା ଚାପ୍ଟରର ଅଭ୍ୟାସ ପ୍ରଶ୍ନପତ୍ର କରିବା ହେଲା। 1 ନମ୍ବର ଆମକୁ କ'ଣ ଦେଇଛି, ବନ୍ଧନୀ ମଧ୍ୟରୁ ଆମେ ଠିକ୍ ଶବ୍ଦଟିକୁ ଶୂନ୍ୟ ସ୍ଥାନରେ ପୂରଣ କରିବା। ତାହେଲେ ଦେଇଛି ନବୟଗର ଡ୍ୟାସ୍ ମାନଙ୍କୁ ଜାଗି ଉଠିବା ପାଇଁ କୁହାଯାଇଛି, ହେଲା ତରୁଣମାନଙ୍କୁ ଜାଗି। ନେକ୍ସଟ 2 ନମ୍ବର ଲକ୍ଷ୍ୟ ଜୀବନେ ଖେଳା, ଏଇଟା କ'ଣ ହେବ, ଏଇଟା ଆଲୋକ ଧାରା, ହେଲା ଆଲୋକ ଧାରା ହେବ। 3 ନମ୍ବର ପ୍ରଶ୍ନ ସଞ୍ଚିତ କେଉଁ ପଦ, ସଞ୍ଚିତ ଏକ ବିଶେଷଣ ପଦ। ନେକ୍ସଟ 4 ନମ୍ବର କେଉଁଟି ତିମିରର ପ୍ରତିଶବ୍ଦ ହେବ ଲେଖ। ପିଲାମାନେ ତିମିରର ପ୍ରତିଶବ୍ଦ କ'ଣ, ଅନ୍ଧାର, ହେଲା କଟା ହେଉଛି ଆମର କରେକ୍ଟ ଆନ୍ସର। ନେକ୍ସଟ 5 ନମ୍ବର ଆମେ ଯିବା, ଏଇ ତନ୍ଦ୍ରା ପରସ କେଉଁ ସମାସ, ଏଇଟା କେଉଁ ସମାସ, ଏଇଟା ହେଲା ଷଷ୍ଠୀ ତତ୍ପୁରୁଷ ସମାସ, ହେଲା। ନେକ୍ସଟ 6 ନମ୍ବର ଦେଇଛି ଯେମିତି ଭୁବନ ସେମିତି ଅନ୍ନ ପ୍ରତ୍ୟୟ କରି, ହେଲା ଆଉ 3ଟି ବାକ୍ୟ ଲେଖିବା, କମ୍ପନ, ବନ୍ଧନ ଆଉ ସ୍କନ୍ଦନ। 7 ନମ୍ବର ନିର୍ଝର ଶବ୍ଦର ସନ୍ଧି ବିଚ୍ଛେଦ କଲେ କ'ଣ ହେବ, ହେଲା ଏଇଟା ଆମର ନିହି ଯୁକ୍ତ ଝର, କଟା ହେଉଛି କରେକ୍ଟ ଆନ୍ସର। ନେକ୍ସଟ ଆମେ କ୍ଷୁଦ୍ର ଉତ୍ତରମୂଳକ ଆନ୍ସର କରିବା। ଦେଇଛି 8 ନମ୍ବର କ୍ୱେଶ୍ଚିନ୍ ବନ୍ଧନହରା କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ହେଲା ଏଇଟା ହେଲା ନବୀନ ଯୁଗର, ହେଲା ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ନବୀନ ଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। 9 ନମ୍ବର କେଉଁଠାରେ ଆଲୋକ ଧାରା ଖେଳାଇବାକୁ କବି କହିଛନ୍ତି, ହେଲା ଲକ୍ଷ ଲକ୍ଷ ଜୀବନରେ, ହେଲା ଲକ୍ଷ ଲକ୍ଷ ଜୀବନରେ ଆଲୋକ ଧାରା ଖେଳାଇବାକୁ କବି କହିଛନ୍ତି। 10 ନମ୍ବର ପ୍ରଶ୍ନ କବି କ'ଣ ଲୁପ୍ତ ହେବାକୁ କହିଛନ୍ତି, ଜାତିଭେଦ ପ୍ରଥା ଲୁପ୍ତ ହେବାକୁ କବି କହିଛନ୍ତି। 11 ନମ୍ବର ପ୍ରଶ୍ନ କାହାର ଶଙ୍ଖଧ୍ୱନିରେ ଦୁଃଖ ଜ୍ୱାଳା ପ୍ରଶମିତ ହେବ, ମହାମାନବ ଶଙ୍ଖଧ୍ୱନିରେ ଦୁଃଖ ଜ୍ୱାଳା ପ୍ରଶମିତ ହେବ। ନେକ୍ସଟ 12 ନମ୍ବର କେଉଁଠାରେ ଅମର ଗାନ ଗାଇବା ପାଇଁ କବି କହିଛନ୍ତି, ମୃତ୍ୟୁର ଦ୍ୱାରରେ ଦଣ୍ଡାୟମାନ ହୋଇ ଅମର ଗାନ ଗାଇବା ପାଇଁ କବି କହିଛନ୍ତି। ନେକ୍ସଟ 13 ନମ୍ବର ଆମକୁ କ'ଣ ଦେଲା, ତିମିର କାର ଭାଙ୍ଗିଦେବା କଥା କବି କାହିଁକି କହିଛନ୍ତି, ବୁଝିଲା ତିମିର କାର ଭାଙ୍ଗିଦେବା କଥା କବି କାହିଁକି କହିଛନ୍ତି। ମାନବ ମସ୍ତକରେ ସଞ୍ଚିତ ଅପମାନକୁ ପୋଛି ଦେବା ପାଇଁ ତିମିର କାରକୁ ଭାଙ୍ଗିଦେବା ନିମନ୍ତେ କବି କହିଛନ୍ତି। 14 ନମ୍ବର ପ୍ରଶ୍ନ ମରୁ ପଥରେ କ'ଣ ସୃଷ୍ଟି କରିବାକୁ କବି କହିଛନ୍ତି, ମରୁ ପଥରେ ଝରଣା ସୃଷ୍ଟି କରିବାକୁ କବି କହିଛନ୍ତି। ନେକ୍ସଟ 15 ନମ୍ବର ଆମର ସମ୍ମୁଖେ ତବ ଏଠାରେ କାହା ଉଦ୍ଦେଶ୍ୟରେ କୁହାଯାଇଛି, ତବ ଏଠାରେ ନବଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ନେକ୍ସଟ ଆମକୁ 16 ନମ୍ବର ଦେଲା ଭୁବନ ସାରା ହସାଇବା ପାଇଁ କ'ଣ ଭିନ୍ନ କରିବାକୁ କୁହାଯାଇଛି, ହେଲା ତନ୍ଦ୍ରାର ସ୍ପର୍ଶକୁ ଭିନ୍ନ କରିବାକୁ କୁହାଯାଇଛି। 17 ନମ୍ବର ପ୍ରଶ୍ନ ଭବିଷ୍ୟତରେ ତରୁଣମାନେ କ'ଣ କଲେ ଜାଗି ଉଠିବେ ବୋଲି କବି କହିଛନ୍ତି, ଅତୀତର ଦୁଃଖ ଦୈନ୍ୟ ନିପୀଡ଼ିତ ଦୁର୍ବଳ ଜୀବନକୁ ବିଦୀର୍ଣ୍ଣ କଲେ ହିଁ ଭବିଷ୍ୟତର ତରୁଣମାନେ ଜାଗି ଉଠିବେ ବୋଲି କବି କହିଛନ୍ତି। 18 ନମ୍ବର ବିଜୟର ମାଳା ଘେନିବା ପୂର୍ବରୁ କ'ଣ ହେଉ ବୋଲି କବି କହିଛନ୍ତି, ସମସ୍ତ ବାଧାବିଘ୍ନ ରୂପକ ପ୍ରତିବନ୍ଧକର ଅର୍ଗଳ ଭାଙ୍ଗିଯିବା ସହ ପୀଡ଼ା ପର୍ବତ ଚୂର୍ଣ୍ଣ ହୋଇଯାଉ ବୋଲି କବି କହିଛନ୍ତି। ଏ ଥିଲା ପିଲାମାନେ ଆମର ସର୍ଟ କ୍ୱେଶ୍ଚିନ୍। ନେକ୍ସଟ ଆମେ ଆଉ 6ଟି କ୍ୱେଶ୍ଚିନ୍ ରହିଲା ସରଳାର୍ଥ ଆଉ ଲଙ୍ଗ କ୍ୱେଶ୍ଚିନ୍ ନେକ୍ସଟ ପାର୍ଟରେ ଦେଖିବା। ଥ୍ୟାଙ୍କ ୟୁ।